ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ଅରୁଣ କ୍ରିଏସନ୍। ଆପଣ ମୋ ଭିଡ଼ିଓକୁ ଲାଇକ୍, ସେୟାର ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସର୍ବଦା ସତ୍ୟତାର ପରିଚୟ ମୋ ପାଖରୁ ପାଇବେ। ଗତକାଲି ଦିନ 11ଟାରୁ ଦିନ 2ଟା ଯାଏଁ ଅଠରନଳା ପାଖରେ ଥିବା କିଛି ଘରକୁ ଭଙ୍ଗା ଯାଇଥିଲା। ରାସ୍ତା ଚଉଡ଼ା ହେବା ପାଇଁ ରଥ ପୂର୍ବରୁ ଗଭର୍ଣ୍ଣମେଣ୍ଟ ଏ ନିଷ୍ପତ୍ତି ନେଇଛି। ବହୁତ ଆଗରୁ ଏଗୁଡ଼ାକ ହେଇଯିବା କଥା, ବର୍ତ୍ତମାନ ସୁଦ୍ଧା କମ୍ପ୍ଲିଟ୍ ହୋଇନାହିଁ କି ଗଭର୍ଣ୍ଣମେଣ୍ଟ କିଛି ସୂଚନା ନ ଦେଇ ଏ କାର୍ଯ୍ୟ କରିଥିବାରୁ ସାଧାରଣ ଲୋକାଲ ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି କାର୍ଯ୍ୟ ତୁରନ୍ତ ହୋଇଗଲେ ଭଲ ହୁଅନ୍ତା। ଆଗାମୀ ଦିନରେ ରଥଯାତ୍ରା ଭଳି ବଡ଼ ପର୍ବ ଆସୁଥିବାରୁ ଲକ୍ଷ ଲକ୍ଷ ଲୋକଙ୍କର ଭକ୍ତଙ୍କର ସମାଗମ ହେବାର ଅଛି ପୁରୀ। ତ ଏହି ରାସ୍ତା ଯଦି କମ୍ପ୍ଲିଟ୍ ନ ହୁଏ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେବେ।